हेलो एवरीवन वेलकम टू ए न्यू वीडियो। ये वीडियोटी होची सोशल साइंस जो मैंने थर्ड सेमेस्टर रे दबाकू जाउछन्ती तांको मानक पई सोशल साइंस बही रो यूनिट 1 टा पढ़िबा। आंध्र प्रदेश स्टेट रो जे कोनोसी यूनिवर्सिटी रे जे कोनोसी बीएड कॉलेज रे जदि आपण बीएड करूछन्ती ताहले एई वीडियोटी आपण मानक पई यूजफुल अटे। एटाको फास्ट रु लास्ट पर्यंत देखिबे, मझिरु केही भी स्किप करिवे नाही। এই ভিডিওর 50% ଆମର ଅପଲୋଡ଼ ହେବ ୟୁଟ୍ୟୁବରେ, ଆଉ 100% ଅପଲୋଡ଼ ହେବ ଆପ୍ଲିକେସନ୍ରୁ କେମିତି କ'ଣ କୋର୍ସ ପରଚେସ୍ କରିପାରିବେ ତାର ଡିଟେଲ୍ ମୁଁ ଆପଣମାନଙ୍କୁ ଜଣେଇଦେବି ଭିଡ଼ିଓ ଏଣ୍ଡରେ। ଆଜି ସବଜେକ୍ଟ ଫାଷ୍ଟ ହେଲା ଆମେ ଶୁଣନ୍ତୁ, ଆପଣମାନେ ଜାଣିଥିବେ ଯେ ଆମର ଯେଉଁ କ'ଣ ପେଡ଼ାଗୋଜି ଯେଉଁଟା ଅଛି ଥାର୍ଡ଼ ସେମିଷ୍ଟରର ବିଭିନ୍ନ ମାନେ କ'ଣ ସୋସିଆଲ ସାଇନ୍ସର ବିଭିନ୍ନ ବିଷୟ ଗୁଡ଼ାକ ଗୋଟେ ଗୋଟେ ୟୁନିଟ୍ରେ ଏକ୍ସପ୍ଲେନ୍ କରାଯାଇଛି। ଯେମିତିକି ଫିଫ୍ଥ ୟୁନିଟ୍ରେ ଇଭାଲୁଏସନ୍ ଏକ୍ସପ୍ଲେନ୍ କରାଯାଇଛି, ସେକେଣ୍ଡ ୟୁନିଟ୍ରେ ଆପଣଙ୍କର ଯେଉଁ ମାନେ ପଲିଟି ଏକ୍ସପ୍ଲେନ୍ କରାଯାଇଛି, ସେମିତି ଫର୍ଷ୍ଟ ୟୁନିଟ୍ରେ ଜୋଗ୍ରାଫି ଏକ୍ସପ୍ଲେନ୍ କରାଯାଇଛି। ତ ଦେଖିବା ଫାଷ୍ଟ ଜୋଗ୍ରାଫିର ମିନିଂ କ'ଣ। ଜୋଗ୍ରାଫି ହେଉଛି ଆଜ୍ ଏ ସବଜେକ୍ଟ, ଜୋଗ୍ରାଫି ଏକ୍ସପ୍ଲୋର୍ସ ଦ ରିଲେସନସିପ୍ ବିଟୱିନ୍ ପିପଲ୍ ଆଣ୍ଡ ଦେୟାର ଇଣ୍ଟରାକ୍ସନ୍ ଆଟ୍ ଏ ଡିଫରେଣ୍ଟ ସ୍କେଲ୍ସ। ଲୋକମାନେ ପରସ୍ପର ମଧ୍ୟରେ କେମିତି ଇଣ୍ଟରାକ୍ଟ କରନ୍ତି ଆଉ କେମିତି ବଞ୍ଚନ୍ତି ଡିଫରେଣ୍ଟ ସ୍କେଲ୍ରେ, ତାକୁ ହିଁ ଆମେ ଜୋଗ୍ରାଫି କହୁ। ଯେମିତିକି ତାଙ୍କ ଲୋକାଲ୍ ଏରିଆ, ତାଙ୍କ ଷ୍ଟେଟ୍ ବା ତାଙ୍କ ରିଜନ୍ରେ କେମିତି ରୁହନ୍ତି, ତାଙ୍କ ନେସନ୍ରେ କେମିତି ରୁହନ୍ତି, ଆଉ ପୁରା ୱାର୍ଲଡ଼ରେ କେମିତି ଲୋକମାନେ ରୁହନ୍ତି। କେମିତି ଲୋକମାନେ ରୁହନ୍ତି ମାନେ କେଉଁ ପ୍ରକାର ପାଣିପାଗ, କେଉଁ ପ୍ରକାର ଏନ୍ଭାୟରମେଣ୍ଟ, ଆଉ କେଉଁ ପ୍ରକାରର ଯେଉଁ କ'ଣ ଭୂମି ରୂପ, କେଉଁ ପ୍ରକାରର ଜଳ ବ୍ୟବସ୍ଥା, ଏଇ ହିସାବରେ ଲୋକମାନେ କେମିତି ରୁହନ୍ତି। ଯେମିତିକି ଆପଣମାନେ ଜାଣିଥିବେ ଯେଉଁମାନେ ଆଇଲ୍ୟାଣ୍ଡ ଗୁଡ଼ାକରେ ରୁହନ୍ତି, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଭଳିଆ କଣ୍ଟ୍ରି ହେଲା, ସେମାନେ ଆଇଲ୍ୟାଣ୍ଡ ମାନେ ଚାରିପଟ ଯାକ ତାଙ୍କର ଜଳ, ସେମାନଙ୍କର ଲାଇଫଷ୍ଟାଇଲ୍ ଗୋଟେ ଅଲଗା ପ୍ରକାରିଆ ହେଇଥାଏ। ସେମିତି ଆମେ ଧର ଓଡ଼ିଶାରେ ରହୁଛେ, ଆମ ଓଡ଼ିଶାଟା ମାନେ ଗୋଟେ ପଟ ଆମର ସମୁଦ୍ର ଅଛି, ଆଉ ଜଙ୍ଗଲ ଅଛି, ପାହାଡ଼ ଅଛି, ସବୁଜ ବନାନୀ ଭିତରେ ଆମେ ଏମିତି ରହୁଛେ। ସେମିତି ଯେଉଁମାନେ ଦିଲ୍ଲୀରେ ରହୁଛନ୍ତି, ସେଠି ଏତେ ଜଙ୍ଗଲ ପାହାଡ଼ ଏମିତି ନାହିଁ, ସେମାନେ ଥଣ୍ଡା ଏନ୍ଭାୟରମେଣ୍ଟ, ସେମାନେ ଟିକେ ଅଲଗା ପ୍ରକାର ରହୁଛନ୍ତି। ସେମିତି ଯେଉଁମାନେ ରାଜସ୍ଥାନରେ ରହୁଛନ୍ତି, ସେଠି ଭୂମିରୂପ ହେଉଛି ମାନେ ଗରମ ଭୂମିରୂପ, ମାନେ ଗୋଟେ ମରୁଭୂମି ତାଙ୍କର ସେଇଠି ଅଛି। ରାଜସ୍ଥାନରେ କେଉଁ ମରୁଭୂମି ଅଛି ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ଜଣାଇବେ, ଟିକେ ଜେନେରାଲ ନଲେଜ ବି ଆପଣଙ୍କର ଟେଷ୍ଟ କରିବା। ତ ସେମାନେ ସେଇ ପ୍ରକାରିଆ ରହୁଛନ୍ତି। ସୋ ଗୋଟେ କୌଣସି ଲୋକାଲିଟିରେ, କୌଣସି ଷ୍ଟେଟ୍ରେ, କୌଣସି ନେସନ୍ରେ ବା ସମ୍ପୂର୍ଣ୍ଣ ୱାର୍ଲଡ଼ରେ ଲୋକମାନେ କେମିତି ରହୁଛନ୍ତି, ତାଙ୍କ ଏନ୍ଭାୟରମେଣ୍ଟ ସାଙ୍ଗରେ ଆଉ ପରସ୍ପର ସାଙ୍ଗରେ କେମିତି ଇଣ୍ଟରାକ୍ଟ କରୁଛନ୍ତି, ସେଇ ପାଠଟାକୁ ଆମେ ଜୋଗ୍ରାଫି ବୋଲିକା କହୁ। ଦେନ୍ ତାପରେ ସେଠୁ ଆସିଲା ଇଟ୍ ପ୍ରୋଭାଇଡ୍ସ ୱାଇଡ୍ ରେଞ୍ଜ ଅଫ୍ ଇନଫର୍ମେସନ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ which is essential for better understanding of a world around us। ଜୋଗ୍ରାଫି ଆମମାନଙ୍କୁ କ'ଣ କରେ ନା ଗୋଟେ ୱାଇଡ୍ ନଲେଜ ଦିଏ। ଆମେ ସମ୍ପୂର୍ଣ୍ଣ ବିଶ୍ୱକୁ ଜାଣିବା ପାଇଁକି ଆମକୁ ଗୋଟେ ୱାଇଡ୍ ନଲେଜ ଦିଏ। ଆପଣ ଯେତେବେଳେ ମାନେ ପୃଥିବୀର ଯେଉଁଟା ଗୋଟେ ମିନିଏଚର ଗ୍ଲୋବ, ଯେତେବେଳେ ଆପଣ ସେଇଟାକୁ ଦେଖୁଥିବେ, ଆପଣ ଦେଖୁଥିବେ ଯେ ଆରେ ଏଇଠି ପାହାଡ଼ ଅଛି, ଏଇ କଣ୍ଟ୍ରିର ବର୍ଡ଼ର ଏଇଠି ସରିଲା, ଏଇଠି ଆମର ମାଳଭୂମି ଅଛି, ଏଇଠି ଆମର ସମୁଦ୍ର ଅଛି, ହେଲା, ଏମିତି ଆପଣମାନେ ଦେଖିପାରୁଥିବେ ନା ନାହିଁ। ତ ସେଇଟା ପୁରା ୱାର୍ଲଡ ବିଷୟରେ ଆପଣଙ୍କୁ ଗୋଟେ ଆଇଡ଼ିଆ ଦେଉଛି ନା ନାହିଁ। କେଉଁଠି ଗ୍ଲୋବର ଷ୍ଟଡି କେଉଁଠି ହୁଏ? ଜୋଗ୍ରାଫିରେ ହୁଏ। ସୋ ଜୋଗ୍ରାଫି ଆପଣଙ୍କୁ ପୁରା ୱାର୍ଲଡ ବିଷୟରେ ଗୋଟେ ଆଇଡ଼ିଆ ଦେଉଛି। ଦେନ୍ ଆସିଲା ନେଚର। ଇଟ୍ ଡ୍ରଜ୍ ଇଟ୍ସ କଣ୍ଟେଣ୍ଟ ବୋଥ୍ ଫ୍ରମ୍ ନ୍ୟାଚୁରାଲ ଆଜ୍ ୱେଲ୍ ଆଜ୍ ସୋସିଆଲ ସାଇନ୍ସ। ଏଇଟା ତାର କଣ୍ଟେଣ୍ଟ ଗୁଡ଼ାକ କେଉଁଠୁ ଡ୍ର କରେ ନା ନ୍ୟାଚୁରାଲ ଆଉ ସୋସିଆଲ ସାଇନ୍ସରୁ କ'ଣ କରେ ନା ତାର କଣ୍ଟେଣ୍ଟ ଗୁଡ଼ା ଡ୍ର କରେ। ଏବେ ନ୍ୟାଚୁରାଲ ସାଇନ୍ସ କ'ଣ, ସୋସିଆଲ ସାଇନ୍ସ କ'ଣ, ଫର୍ଷ୍ଟ ସେମିଷ୍ଟରରେ ୟୁନିଟ୍ 1ରେ ସୋସିଆଲ ସାଇନ୍ସ ପେଡ଼ାଗୋଜିର ଆମେ ପଢ଼ି ଦେଇଛେ। ତ ଏବେ ମୁଁ ଆକୁ ଆଉ ଏକ୍ସପ୍ଲେନ୍ କରିକି ଟାଇମ୍ ୱେଷ୍ଟ କରିବି ନାହିଁ। ଦେନ୍ ଆସିଲା ହେନ୍ସ ଇଟ୍ ଇଜ୍ ଏ ସାଇନ୍ସ ଆଜ୍ ୱେଲ୍ ଆଜ୍ ଆର୍ଟ। ଜୋଗ୍ରାଫି ହେଉଛି ଗୋଟେ ସାଇନ୍ସ ଆଜ୍ ୱେଲ୍ ଆଜ୍ ଆର୍ଟ। ହେଲା, ଦେଖନ୍ତୁ ଜୋଗ୍ରାଫିକୁ ଆମେ ସାଇନ୍ସ କାହିଁକି କହିବା? ଜୋଗ୍ରାଫିରେ ଆମର କ୍ଲାଇମେଟୋଲୋଜି ଅଛି, ଓସେନୋଗ୍ରାଫି ଅଛି। ଜୋଗ୍ରାଫିରେ ଏ ଯେଉଁ ଭୂମିକମ୍ପ ହେଉଛି ତାକୁ ଚେକ୍ କରିବା ପାଇଁକି, ପବନ ଯେଉଁ ହେଉଛି ତାକୁ ଚେକ୍ କରିବା ପାଇଁ, ବାତ୍ୟା ଯେଉଁ ହେଉଛି ତାକୁ ଡିଟେକ୍ଟ କରିବା ପାଇଁକି ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ହେଉଛି। ଏଇ ଯେଉଁ ଆମର ଆର୍ଥ, ମାଟିର ବିଭିନ୍ନ ରୂପ, ମାଟିରେ ଯେଉଁ ସବୁ ଆମର ଯେଉଁ ଖଣି ଖାଦାନ ଯେଉଁଗୁଡ଼ାକ ସବୁ ଠାବ ହେଉଛି, ସେଥିପାଇଁକି ଆମର ସାଇନ୍ସର ବ୍ୟବହାର ହେଉଛି। ଆଉ ତା ସାଙ୍ଗକୁ ଏଇଟା ହେଉଛି ଗୋଟେ ଆର୍ଟ ମଧ୍ୟ, ମାନେ ପୃଥିବୀକୁ ଆମେ ଜାଣିବା, ମନୁଷ୍ୟମାନଙ୍କ ଭିତରର ରିଲେସନସିପ୍କୁ ଜାଣିବା, ଗୋଟେ ମାନେ ଇମୋସନ୍ ଆଉ ଇଣ୍ଟେଲେକ୍ଚୁଆଲିଟିର ସହକାରେ ତାକୁ ଡିଲ୍ କରିବା। ସେଥିପାଇଁକି ଏଇ ପାଠଟାକୁ ଆମେ ସାଇନ୍ସ ବି କହିପାରିବା, ଆମେ ଆର୍ଟସ୍ ବି କହିପାରିବା। ଇଟ୍ ଇଜ୍ ଡେସ୍କ୍ରିପ୍ଟିଭ୍ ଆଣ୍ଡ ନର୍ମେଟିଭ୍ ଇନ୍ ନେଚର। ଏଇଟାକୁ ଆମେ ଡିସ୍କ୍ରାଇବ୍ ମଧ୍ୟ କରିପାରିବା,
ଆଉ ୟାର କିଛି ନର୍ମ ଆଉ ରେଗୁଲେସନ୍ ମଧ୍ୟ ଅଛି। ତ ଏଇଟା ହେଉଛି ନର୍ମେଟିଭ୍ ଆଣ୍ଡ ଡେସ୍କ୍ରିପ୍ଟିଭ୍ ଇନ୍ ନେଚର୍। ଏବେ ଦେଖିବା ସ୍କୋପ୍ ଅଫ୍ ଜିଓଗ୍ରାଫି। ଆସିଲା ଫର୍ଷ୍ଟ ଡାଇଗ୍ରାମ୍ ଆମର। ଯେତେବେଳେ ପରୀକ୍ଷାରେ ପଡ଼ିବ ଡାଇଗ୍ରାମ୍ କରିବା ମ୍ୟାଣ୍ଡେଟୋରି। ଡାଇଗ୍ରାମ୍ କଲେ ଆମର ଖାତା ପରସ୍ପର ଠାରୁ ଅଲଗା ମଧ୍ୟ ଦେଖାଯାଏ, ଆଉ ଆମର କ'ଣ ହୁଏ ନା ମାର୍କ ଫେଚିଂ ଭଲ ହୁଏ। ଆଉ ଡାଇଗ୍ରାମ୍ କରିକି ବିଗତ ଦୁଇ ତିନି ବର୍ଷ ହେଲାଣି ମୁଁ ୟୁଟ୍ୟୁବରେ ପଢ଼େଇଲିଣି। ଆଉ ମୁଁ ପ୍ରତିବର୍ଷ ଶୁଣିବାକୁ ପାଉଛି ଯେ ଆମେ ଡାଇଗ୍ରାମ୍ କରି ଲେଖିଥିଲୁ, ଯେମିତି ଆପଣଙ୍କ ଇନଷ୍ଟ୍ରକ୍ସନ୍ ଫଲୋ କରିଥିଲୁ, ଆଉ ଆମର ରେଜଲ୍ଟ ବହୁତ ଭଲ ହେଇଛି। କିଏ 90%, କିଏ ମାନେ 80% ଏମିତି ମାର୍କ ରଖିଛନ୍ତି। ଆକ୍ଚୁଆଲି 75-78%ରୁ କେହି ତଳକୁ କେବେ ରଖି ହିଁ ନାହାନ୍ତି, ମୁଁ ଯେଉଁ 3 ବର୍ଷ ହେଲାଣି ପଢ଼େଇଲିଣି ହେଲା। ଆଉ ଆଉ ଏବେ ମୁଁ ଭାବିଛି ଗୋଟେ ଇଣ୍ଟରେଷ୍ଟିଂ ସର୍ଟ ଅପଲୋଡ଼ କରିବି। ମୁଁ ନିଜେ ଯେତେବେଳେ ଥରେ ଯାଇଥିଲି ଆନ୍ଧ୍ରପ୍ରଦେଶ ମୋର ଗୋଟେ କାମ ଥିଲା। ଯେଉଁ ଆମର ଅମରାବତୀରେ ଆମର ଯେଉଁ ନାଗାର୍ଜୁନ ୟୁନିଭର୍ସିଟି ଅଛି, ସେଇଠି ମୋର ଗୋଟେ କାମ ଥିଲା। ମୋର ସାର୍ଟିଫିକେଟ୍ ଗୋଟେ ପ୍ରୋବ୍ଲେମ୍ ହେଇଥିଲା, ମୋର ସେଠି ଗୋଟେ କାମ ଥିଲା। ମୁଁ ଯେତେବେଳେ ଯାଇଥିଲି ସେତେବେଳେ ଗୋଟେ ସେମିଷ୍ଟର ଚାଲିଥାଏ। ତ ଥାର୍ଡ଼ ସେମିଷ୍ଟର କି ଫୋର୍ଥ ସେମିଷ୍ଟର ମୋ ମନେ ପଡ଼ୁନି, କିନ୍ତୁ ମୁଁ ଟ୍ରେନ୍ ସାରା ଦେଖୁଥିଲି ଯେ ସବୁ ପିଲା ମୋ କ୍ଲାସ୍ ଦେଖୁଛନ୍ତି, ଆଉ ମାନେ ବହୁତ ପ୍ରାଉଡ଼୍ ଫିଲ୍ ହେଉଥିଲା। ଆଉ ସେ ଗୋଟେ ଝିଅ, ସେ ମୋତେ ତ ଚିହ୍ନି ନଥିଲା, କିନ୍ତୁ ସିଏ କହୁଥିଲା ଯେ ସେ ଯେଉଁ ଗୋଟେ ଅର୍ପିତା ମ୍ୟାଡ଼ାମ୍ ଅଛନ୍ତି, ଆଉ ହଁ ସେଇଟା ଫୋର୍ଥ ସେମିଷ୍ଟର ଥିଲା। ଆଉ ସେ ସବୁଯାକ ୟୁନିଟ୍ କଭର୍ କଲେ, ଆଉ ଆମେ ତାଙ୍କ କ୍ଲାସ୍ ଫଲୋ କରୁଛୁ, ଇଏ କରୁଛୁ। ତୁମେ କେଉଁ କ୍ଲାସ୍ ଫଲୋ କରୁଛ? ମୋତେ କହିଲା ତୁମେ କେଉଁ କ୍ଲାସ୍ ଫଲୋ କରୁଛ? ମୁଁ କହିଲି ନାଇଁ, ମୋର ଆକ୍ଚୁଆଲି ସରିଯାଇଛି, କିନ୍ତୁ ମୋର ଟିକେ ପ୍ରୋବ୍ଲେମ୍ ହେଇଛି, ତ ସେଥିପାଇଁ କି ମୁଁ ଆସିଥିଲି। ମାନେ ମୋତେ କହିଥିଲେ ଆସିବା ପାଇଁକି, ଆଉ ମୁଁ ଆସିଲେ ହିଁ ସେଇଟା ରିଜଲ୍ଭ ହେଇପାରିବ, ତ ମୁଁ ନିଜେ ଆସିଥିଲି। ସେଇଟା ଆମ ଯେଉଁ ଏଜେଣ୍ଟଙ୍କ ଥ୍ରୁରେ ମୁଁ କରିଥିଲି, ତାଙ୍କ ଦ୍ୱାରା ହେଇପାରିଲା ନା, ମାନେ ସିଏ କରିପାରିବେ ନାହିଁ, ମୋର ପ୍ରେଜେନ୍ସ ଆବଶ୍ୟକ ପଡ଼ିଲା, ସୋ ମୁଁ ଆସିଛି। ତ ଏମିତି ଗୋଟେ ହେଇଥିଲା ସିନ୍। ଆଉ ତ ମୋତେ ସେଥିପାଇଁ କି ମାନେ ବହୁତ ଖୁସି ଲାଗିଥିଲା। ଆଉ ମୁଁ ତାର ଗୋଟେ ସର୍ଟ ଭିଡ଼ିଓ ଗୁଡ଼ାକ ମୁଁ ବନେଇଥିଲି ତ 2 ବର୍ଷ କି 2.5 ବର୍ଷ ଆଗରୁ, କିନ୍ତୁ ସେଟାକୁ ମୁଁ ସେୟାର କରିବି ଏବେ ଭାବିଛି। Geography is a field of study is integrative, empirical and practical. Geography ହେଉଛି ଗୋଟେ ଗ୍ରୁପ୍ ଅଫ୍ ଗୋଟେ ଫିଲ୍ଡର ଷ୍ଟଡି, ଯେଉଁଟାକି କ'ଣ ହେଇଥାଏ ନା ଇଣ୍ଟିଗ୍ରେଟିଭ୍ ହେଇଥାଏ। ଇଣ୍ଟିଗ୍ରେଟିଭ୍ ମାନେ ଅନ୍ୟ ପାଠ ଗୁଡ଼ାକ ସାଙ୍ଗରେ ମଧ୍ୟ ଏହାର ସମ୍ପର୍କ ଅଛି। ଏମ୍ପିରିକାଲ୍ ମାନେ ସତ୍ୟ, ପ୍ରାକ୍ଟିକାଲ୍ ମାନେ ଯେଉଁଟାକୁ ତୁମେ ପ୍ରୟୋଗ କରିପାରିବ ହେଲା। ମାନେ ପ୍ରାକ୍ଟିକାଲ ମାନେ ହେଲା ଇଏ କିଛି ଝୁଟା ଜିନିଷ ନୁହେଁ, ମନଗଢ଼ନ୍ତ ଜିନିଷ ନୁହେଁ। ଯେମିତି ଲିଟରେଚର ଗୋଟେ ମନଗଢ଼ନ୍ତ ଜିନିଷ, ମୁଁ ମୋର ପ୍ରେମିକାକୁ ଜହ୍ନ ସାଙ୍ଗରେ ତୁଳନା କରିବି, ସେଟା ଗୋଟେ ମନଗଢ଼ନ୍ତ ଜିନିଷ। ସେମିତି ଜୋଗ୍ରାଫିରେ କୌଣସି ଜିନିଷ ମନଗଢ଼ନ୍ତ ନୁହେଁ, ତୁମେ ତାକୁ ପ୍ରାକ୍ଟିକାଲି ୟୁଜ୍ କରିପାରିବ। ସପୋଜ ତୁମେ ଆଲୁଭିଆଲ ସଏଲ୍ ପଢ଼ିଲ, ଆଲୁଭିଆଲ ସଏଲ୍ର କ୍ୟାରେକ୍ଟରିଷ୍ଟିକ୍, ଯେଉଁଠି ଆଲୁଭିଆଲ ସଏଲ୍ ଦେଖିଲ ତାର କ୍ୟାରେକ୍ଟରିଷ୍ଟିକ୍ ସେଇଆ ହିଁ ହେଇଥିବ। ତୁମେ ଧର ଯେଉଁ ଓଲ୍ଡ ମାଉଣ୍ଟେନ୍ ବିଷୟରେ ପଢ଼ୁଛ, ତ ତାର କ୍ୟାରେକ୍ଟରିଷ୍ଟିକ୍ ସବୁ ଜାଗାରେ ସମାନ ହିଁ ହେଇଥିବ, ତ ଅଲଗା ହେବନି। ଦେନ୍ ଆସିଲା ଇଟ୍ ଷ୍ଟଡିଜ୍ ଇଚ୍ ଆଣ୍ଡ ଏଭ୍ରି ଇଭେଣ୍ଟ ଅଫ୍ ଆର୍ଥ ଓଭର ଦ ସ୍ପେସ୍ ଆଣ୍ଡ ଟାଇମ୍। ଏଇଟା କ'ଣ କରେ ନା ଆର୍ଥର ସବୁ ଇଭେଣ୍ଟ ଗୁଡ଼ାକୁ ଷ୍ଟଡି କରେ, ମାନେ ସ୍ପେସ୍ ଆଉ ଟାଇମ୍ ଗ୍ୟାପ୍ରେ, ମାନେ ଗୋଟେ ଟାଇମ୍ ଇଣ୍ଟରଭାଲରେ, ଟାଇମ୍ ଗ୍ୟାପ୍ରେ କ'ଣ କ'ଣ ଚେଞ୍ଜେସ୍ ହେଉଛି ସେ ସବୁ ଜିନିଷ ଷ୍ଟଡି କରେ। ତୁମେ ଯେମିତିକି ଏବେ କହୁଛ ଯେ ଆମର ଯେତିକି ମାନେ ପିଇବା ପାଣି ଯେତିକି ଥିଲା ପ୍ରାୟ 100 ବର୍ଷ ତଳେ, ଆର୍ଥରେ ଯେତିକି ପିଇବା ପାଣି ଥିଲା, ବର୍ତ୍ତମାନ ତାର କ୍ୱାଣ୍ଟିଟି କମି ଯାଉଛି। ଭୂତଳ ଜଳର ଯେଉଁ କ'ଣ ହେଉଛି, ଯେଉଁ ତାର ଯେଉଁ କ'ଣ ସ୍ତରଟା ତଳକୁ ଖସି ଖସି ଯାଉଛି। ଏତିକି ବର୍ଷ ତଳେ ଏତିକି ଥିଲା, ଏବେ ଏତିକି ହେଲାଣି। ତୁମେ ଯେଉଁ ଖରାଦିନ ଏବେ ଆସିଯାଉଛି ନା, ଖରାଦିନେ ତୁମମାନେ ପଢ଼ିବ ଯେ ପେପରରେ ଯେ ଆଜିର ତାପମାତ୍ରା ବିଗତ 50 ବର୍ଷର ତାପମାତ୍ରାକୁ ଟପିଲା, ଖରା ଟପିଲା। ତା ମାନେ ହେଲା ଯେ ତମେ ମାନେ ଜୋଗ୍ରାଫି ତୁମକୁ ହେଲ୍ପ କରୁଛି ସ୍ପେସ୍ ଆଉ ଟାଇମ୍ ଗ୍ୟାପ୍ରେ ବିଭିନ୍ନ ଇଭେଣ୍ଟ ଗୁଡ଼ାକରେ କ'ଣ କ'ଣ ଚେଞ୍ଜେସ୍ ହେଉଛି ତାକୁ ସବୁ ଷ୍ଟଡି କରିବା ପାଇଁ। ଇଟ୍ ଇନଭଲ୍ଭସ୍ ଦ ଷ୍ଟଡି ଅଫ୍ ଦ ନ୍ୟାଚୁରାଲ୍ ଏନଭାୟରମେଣ୍ଟ। ତୁମର ଯେଉଁ ନ୍ୟାଚୁରାଲ୍ ଏନଭାୟରମେଣ୍ଟ ଅଛି ତା ଦେହରେ ଯାହା ଯାହା ପରିବର୍ତ୍ତନ ହେଉଛି କି କ'ଣ କ'ଣ ସୁଧାର ହେଉଛି, ଏସବୁ ଷ୍ଟଡି କରିବାରେ ମଧ୍ୟ ତୁମକୁ ଜୋଗ୍ରାଫି ହିଁ ସାହାଯ୍ୟ କରେ। Geography is concerned with many different topics, people, culture, politics, landforms, man। এটা କ'ଣ ଲେଖା ହେଇଯାଇଛି? ଲ୍ୟାଣ୍ଡଫର୍ମସ୍ ଲେଖି ଛାଡ଼ିଦିଅ ନା, ଏଇଟା କାଟିଦେବ ହେଲା। ଲ୍ୟାଣ୍ଡଫର୍ମସ୍ ଏ ସବୁ ବିଷୟରେ ତୁମକୁ କ'ଣ କରିଥାଏ ନା, ଲ୍ୟାଣ୍ଡଫର୍ମସ୍ ହ୍ୟୁମାନ୍ସ ବି ଲେଖିଦେଇପାରିବ, ଅର୍ ଡେମୋଗ୍ରାଫି ଲେଖିଦେଇପାରିବ ହେଲା।
କିଛି କିଛି ୱାର୍ଡ଼ ମନରୁ ବି ଲେଖ ଚଳିବ। ଜୋଗ୍ରାଫି ଇଜ୍ କନସର୍ନ ୱିଥ୍ ମେନି ଡିଫରେଣ୍ଟ ଟପିକ୍ସ। ଏଇଟା କ'ଣ କରେ ନା ଲୋକମାନଙ୍କ କଲଚର, ତାଙ୍କର ପଲିଟିକ୍ସ, ତାଙ୍କ ଲ୍ୟାଣ୍ଡଫର୍ମସ୍, ଏ ସବୁ ବିଷୟରେ କ'ଣ କରିଥାଏ ନା ତୁମମାନଙ୍କୁ ଷ୍ଟଡି କରେଇଥାଏ ବା ତୁମମାନଙ୍କୁ ଜଣେଇଥାଏ। ଏଠି ଦେଖ ପିଲାମାନେ ସ୍ପେଲିଂ ଟିକେ ଭୁଲ ହେଇଯାଇଛି, ଏଇଟା ଲଙ୍ଗିଚ୍ୟୁଡ଼ ଆଣ୍ଡ ଲାଟିଟ୍ୟୁଡ଼ ହେବ। ମୁଁ କିନ୍ତୁ ଲଙ୍ଗିଚ୍ୟୁଡ଼ ଆଣ୍ଡ ଆଟିଟ୍ୟୁଡ଼ ଲେଖିଦେଇଛି ଯେତେବେଳେ ଫାଷ୍ଟ ରାଇଟିଂ କରିଛି। ଆସ ଆଗ ଏଇଟା ତୁମକୁ ବୁଝେଇଦେବି, ତାପରେ ଯାଇକି ଆମମାନେ ଦେଖିବା ଏଇଟା କ'ଣ। ଲଙ୍ଗିଚ୍ୟୁଡ଼ ଆଣ୍ଡ ଲାଟିଟ୍ୟୁଡ଼ ତୁମର ଯଦି ପଡ଼ିଲା କ୍ୱେଶ୍ଚିନ୍, ତାହେଲେ ତୁମେ ଚିତ୍ର କରିବାଟା ବହୁତ ଇମ୍ପୋର୍ଟାଣ୍ଟ। ଦେଖ ଏଇ ଚିତ୍ରଟା କରିବ ଆଉ ଏଇ ଚିତ୍ରଟା କରିବାଟା ବହୁତ ଇମ୍ପୋର୍ଟାଣ୍ଟ। ଫାଷ୍ଟ ତୁମେ ଏଇ ଚିତ୍ରଟା କରିବ, ହେଲା। ଏଇ ଚିତ୍ରଟା କରିବ। ଏବେ ଦେଖ ଏଇ ଯେଉଁ ହରିଜେଣ୍ଟାଲ ଲାଇନ୍ ଗୁଡ଼ାକ ହେଇଛି, ପାରାଲାଲ ଅଛି ପରସ୍ପର ଠାରୁ। ପାରାଲାଲ ମାନେ ଏମିତି ସମାନ ଦୂରତାରେ ଥିବ ଆଉ ମାନେ ଏମିତି ଏମିତି ଆଗକୁ ଆଗକୁ ଗତି କରୁଥିବ, କେଉଁଠି ବି ପରସ୍ପରକୁ ଛେଦ କରିବ ନାହିଁ। ସେଟାକୁ ପାରାଲାଲ ଲାଇନ୍ ବୋଲିକା କୁହାଯାଏ ବା ସମାନ୍ତରାଳ ଲାଇନ୍ ବୋଲିକା କୁହାଯାଏ। ଯେଉଁଗୁଡ଼ାକ ହରିଜେଣ୍ଟାଲ ଲାଇନ୍ ଅଛି ତାକୁ ଆମେ କହୁଛେ ଲାଟିଟ୍ୟୁଡ଼। ଆଉ ଯେଉଁଗୁଡ଼ାକ ଲମ୍ବା ଲମ୍ବା ଲାଇନ୍ ଅଛି ଏଗୁଡ଼ାକ ମଧ୍ୟ ଏଇ ଯେଉଁ ଲମ୍ବା ଲମ୍ବା ଲାଇନ୍ ଗୁଡ଼ାକ ଅଛି ୟାକୁ ଆମେ କହୁ ଭର୍ଟିକାଲ ଲାଇନ୍ସ, ଆକୁ ଆମେ କହୁ ଲଙ୍ଗିଚ୍ୟୁଡ଼। ଯେଉଁଗୁଡ଼ାକ ଆମର ଲାଟିଟ୍ୟୁଡ଼ ଅଛି ଏଗୁଡ଼ାକ ଦେଖନ୍ତୁ ଆମର କୁଆଡ଼କୁ ଯାଇଛି ନା ଦିଗ ଗୁଡ଼ାକ ଫାଷ୍ଟ ଦେଖିଦିଅନ୍ତୁ। ଏଇ ସାଉଥ ଏଇଠି ଆପଣ ଲେଖିଦେବେ। ପେପର ଯେତେବେଳେ ଫଟୋ ଉଠାଇଛି ସ୍କାନ୍ ହେଇଛି କଟିଯାଇଛି। ଏଇଟା ହେଲା ଧର ପୃଥିବୀ, ଏ ଗୋଲଟା ହେଲା ପୃଥିବୀ, ଏଇଟା ହେଲା ଉତ୍ତର, ଏଇଟା ହେଲା ଦକ୍ଷିଣ, ଏଇଟା ହେଲା ପୂର୍ବ, ଏଇଟା ହେଲା ପଶ୍ଚିମ। ଯେଉଁଗୁଡ଼ାକ ଆପଣଙ୍କର ହରିଜେଣ୍ଟାଲ ଲାଇନ୍ ସେଗୁଡ଼ାକ ଆମର ପୂର୍ବରୁ ପଶ୍ଚିମ ଆଡ଼କୁ ଯାଇଥିବ ନା ନାହିଁ, ପୂର୍ବରୁ ପଶ୍ଚିମ ଆଡ଼କୁ ଯାଇଥିବ। ପୃଥିବୀଟା ଗୋଲ, ମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସୋ ଲାଇନ୍ଟା ଆପଣଙ୍କର ଇଷ୍ଟରୁ ବାହାରିକି ଏମିତି ଯାଇ ୱେଷ୍ଟରେ ମିଶିଥିବ। ବୁଝିପାରୁଛନ୍ତି ତ? ଏବେ ସିନା ମୁଁ ଆପଣଙ୍କୁ ଦେଖାଉଛି ବୋଲି ଏମିତି ଓଲଟା ଟାଣୁଛି, କିନ୍ତୁ କେମିତି ବାହାରିଥିବ, ଇଷ୍ଟରୁ ଏମିତି ବାହାରିକି ଯାଇକି ୱେଷ୍ଟରେ ମିଶିଥିବ। ବୁଝିପାରୁଛନ୍ତି ତ? କି ଇଷ୍ଟ ଯଦି ଏପଟଟା ହେଲା, ଏମିତି ବାହାରିକି ଆସିକି ୱେଷ୍ଟରେ ମିଶିଛି, ଏମିତି ବାହାରିକି ଆସିକି ୱେଷ୍ଟରେ ମିଶିଛି। ବୁଝିପାରୁଛନ୍ତି ତ? ସୋ ଇଷ୍ଟରୁ ୱେଷ୍ଟ ଆଡ଼କୁ ଯେଉଁଟା ଯାଇଥିବ ସେଗୁଡ଼ାକ ହେଲା ଆପଣଙ୍କର କ'ଣ ନା ହରିଜେଣ୍ଟାଲ ଲାଇନ୍ସ, ତାକୁ ଆମେ ଲାଟିଟ୍ୟୁଡ଼ ବୋଲିକା କହୁଛେ। ଏଗୁଡ଼ାକ ପ୍ୟାରାଲାଲ ଥାଏ ପରସ୍ପର ସାଙ୍ଗରେ, ହେଲା। ଆପଣ ନିଜେ ଏତିକି ଜିନିଷ ଲେଖିଦେଇପାରିବେ। ମୁଁ ସର୍ଟରେ ଠାରିକି ଲେଖିଛି କାହିଁକିନା ଏଇଟା ନୋଟ୍ସ, କିନ୍ତୁ ପରୀକ୍ଷା ଖାତାରେ ଯେତେବେଳେ ଲେଖାହେବ ସବୁ ଜିନିଷ ଗୋଟେ ଗୋଟେ କରି ଲେଖାହେବ। ଇଟ୍ ଇଜ୍ ଫ୍ରମ୍ ଇଷ୍ଟ ଟୁ ୱେଷ୍ଟ। ଆଉ ତାପରେ ଲେଖାହେବ latitudes are horizontal, latitudes are parallel to each other, ଏମିତି ଲେଖାହେବ, ହେଲା। ଦେନ୍ ତାପରେ ଲେଖାହେବ ଯେଉଁଟା ଲଙ୍ଗିଚ୍ୟୁଡ଼ ଅଛି ସେଇଟା ଆପଣଙ୍କର ଭର୍ଟିକାଲ ମାନେ ଏମିତି ଲମ୍ବା ଲମ୍ବା ଗାର ଗୁଡ଼ାକ ସେଗୁଡ଼ା ଲଙ୍ଗିଚ୍ୟୁଡ଼। ଆଉ ସେଗୁଡ଼ା କେଉଁଠୁ ନା ନର୍ଥରୁ ସାଉଥ ଆଡ଼କୁ ଆପଣଙ୍କର ଆସିଥିବ। ଏବେ ହେଲା ଯେଉଁ ପଏଣ୍ଟରେ ଲାଟିଟ୍ୟୁଡ଼ଟା ଲଙ୍ଗିଚ୍ୟୁଡ଼କୁ କ୍ରସ୍ କରିବ, ଏଇ ଯେଉଁ ପଏଣ୍ଟ, ଏଇ ଯେଉଁ ବିନ୍ଦୁ ଗୁଡ଼ାକ ଦେଖାହେଇଛି, ଟିକେ ଗାଢ଼ା କରି ଏଇଠି ମରା ହେଇଛି ଦେଖିବେ ବିନ୍ଦୁ ଗୁଡ଼ାକ, ତାକୁ ଆମେ କହୁଛେ କ'ଣ ନା ଗ୍ରିଡ୍। ଆଉ ଯେଉଁଗୁଡ଼ାକ ଲାଟିଟ୍ୟୁଡ଼ ଅଛି ସେଗୁଡ଼ାକ ପରପେଣ୍ଡିକୁଲାର ମାନେ 90 ଡିଗ୍ରୀ ଲେଖାଏଁ, ହେଲା। ପରପେଣ୍ଡିକୁଲାର, ଠିକ୍ ଅଛି। ଏତିକି ଜିନିଷ ଆଗେ ଆପଣ ଲେଖି ସାରିକି ଏତିକ ପଏଣ୍ଟ ଏକ୍ସପ୍ଲେନ୍ କରିବେ। ଦେଖନ୍ତୁ ଲଙ୍ଗିଚ୍ୟୁଡ଼୍ସ କ'ଣ ଲେଖା ହେଇଛି। ଲଙ୍ଗିଚ୍ୟୁଡ଼ ମାନେ ଲମ୍ବା ଲାଇନ୍। ଲଙ୍ଗିଚ୍ୟୁଡ଼ ଗୁଡ଼ାକୁ ଆମର ମେରିଡ଼ିଆନ୍ ବୋଲିକା କୁହାଯାଏ। ରନ୍ ଇନ୍ ନର୍ଥ ସାଉଥ ଡିରେକ୍ସନ୍, ଏଇଟା ଆମେ ପଢ଼ିଲେ। ଆର୍ farthest apart from the equator and meet at the poles। ଏଗୁଡ଼ାକ ଦେଖନ୍ତୁ ଯେତେବେଳେ ପୃଥିବୀର ମଝିଟା ଗୋଲିଆ ମାନେ ଚଟକାଟେ ହେଇଥିବ, ତ ଏମାନେ କେମିତି ଆସିବେ। ଏଇଟା ଆପଣଙ୍କର ହେଲା ବିଷୁବ ରେଖା, ଯେଉଁଟାକୁ ସେ ଇକ୍ୱେଟର ବୋଲିକା କହିଛି, ମଝିରେ ଯେଉଁଟାକି ପୃଥିବୀଟାକୁ ସମାନ ଦୁଇ ଭାଗରେ ତଳ ଉପର କରି ଭାଙ୍ଗି ଦେଉଛି। ଏବେ ଏଉଠୁ ଆସିବ ଏଇ ତଳକୁ, ଏଇଟା ହେଲା ଗୋଟେ ନର୍ଥ ପୋଲ୍, ଏଇଟା ହେଲା ସାଉଥ ପୋଲ୍। ଏଉଠୁ ଆସିବ ଏଇ ତଳକୁ, ଏଇଠି ଦେଖନ୍ତୁ ପୋଲ୍ ପାଖରେ କ୍ଲୋଜ୍ରେ ଅଛି, କିନ୍ତୁ ଇକ୍ୱେଟରର ଯେଉଁ ମଝି ବିନ୍ଦୁଠାରୁ ୟାର ଡିଷ୍ଟାନ୍ସ ବଢ଼ିଯାଇଛି। ସେଇଆ ହିଁ କୁହାଯାଇଛି ଥାର୍ଡ଼ ପଏଣ୍ଟରେ, ଯେ এইটা କ'ଣ ହେଇଛି ନା ଫାର୍ଦେଷ୍ଟ ଆପାର୍ଟ ଆଟ୍ ଦ ଇକ୍ୱେଟର, ମାନେ ଯେତେବେଳେ ତାଙ୍କ ଭିତରେ ଡିଷ୍ଟାନ୍ସଟା ବଢ଼ିଯାଏ ଇକ୍ୱେଟର ପାଖରେ, କିନ୍ତୁ ସେମାନେ ମିଟ୍ କରନ୍ତି କେଉଁଠି ପରସ୍ପରକୁ ନା ପୋଲ୍ ପାଖରେ। କ୍ରସ୍ ଦ ଇକ୍ୱେଟର ଆଟ୍ ରାଇଟ୍ ଆଙ୍ଗେଲ୍ସ, ଆମେ ପଢ଼ିଲେ ଏଗୁଡ଼ାକ ପରପେଣ୍ଡିକୁଲାର ମାନେ 90 ଡିଗ୍ରୀ। ତ ଏଗୁଡ଼ାକ କ'ଣ କରନ୍ତି ନା ଇକ୍ୱେଟର ଯେଉଁଟା ଆପଣଙ୍କର ମଝି ରେଖା, ବିଷୁବ ରେଖା ଯେଉଁଟା, ତାକୁ ଆପଣଙ୍କର ରାଇଟ୍ ଆଙ୍ଗେଲରେ ବା 90 ଡିଗ୍ରୀରେ ଇଣ୍ଟରସେକ୍ଟ କରେ ବା କ୍ରସ୍ କରେ। ଲାଇଜ୍ ଇନ୍ ପ୍ଲେନ୍ ଦ୍ୟାଟ୍ ପାସ୍ ଥ୍ରୁ ଦ ଆର୍ଥ ଆକ୍ସେସ୍, ଏଗୁଡ଼ାକ ପ୍ଲେନ୍ରେ କ'ଣ କରନ୍ତି ନା ରାଇଜ୍ କରନ୍ତି, ହେଲା। ପ୍ଲେନ୍ରେ ରାଇଜ୍ କରନ୍ତି ମାନେ ମଝିରେ ପ୍ଲେନ୍ରେ ରାଇଜ୍ କରିବା ମାନେ ପ୍ଲେନ୍ରେ ଯେତେବେଳେ ତୁମେ ଗାଡ଼ି ଚଲାଉଛ ଏମିତି ଯାଉଛ, କିନ୍ତୁ ଆବଡ଼ା ଖାବଡ଼ା ରାସ୍ତାରେ ଯଦି ଅଛି ଗାଡ଼ି ଚଲାଉଛ ଏମିତି ଯାଉଛ, ତ ଏଗୁଡ଼ାକ ଏମିତି ହେଇନଥାନ୍ତି। ପ୍ଲେନ୍ରେ କ'ଣ କରିଥାନ୍ତି ନା ଲାଇ କରୁଥାନ୍ତି ବା ପ୍ଲେନ୍ରେ ରହିଥାନ୍ତି, କେଉଁଠି ବି ଆବଡ଼ା ଖାବଡ଼ା ତାଙ୍କର ହେଇନଥାଏ ବା କେଉଁଠି ବି ଛନ୍ଦାଛନ୍ଦି ସେମାନେ ହେଇଯାଇନଥାନ୍ତି। ଆର୍ ଇକ୍ୱାଲ୍ ଇନ୍ ଲେନ୍ଥ, ଆର୍ ହାଲ୍ସ ଅଫ୍ ଗ୍ରେଟ୍ ସର୍କଲ୍, ସେଗୁଡ଼ାକ କ'ଣ କରନ୍ତି ନା ସମାନ ହେଇଥାନ୍ତି। ପୃଥିବୀଟା ଗୋଲ ଯେହେତୁ, ତ ସେଇଠୁ କ'ଣ ହେଇଥିବେ ନା ସମାନ ହିଁ ହେଇଥିବେ ନା, ଆଉ ମାନେ ସବୁ ଗୁଡ଼ାକର ଲେନ୍ଥ ସମାନ ହେଇଥିବ। ଆଉ ସେମାନେ କ'ଣ କରନ୍ତି ନା ହାଲ୍ସ ଅଫ୍ ଗ୍ରେଟ୍ ସର୍କଲ୍, ଏଇ ଯେଉଁ ଗ୍ରେଟ୍ ସର୍କଲ୍
गुड़ाक थाए एगुड़ाक तार हाल्फ अटंती ठीक अच्छे ग्रेट सर्कल रो एगुड़ाक हाल्फ अटंती लंगिट्यूड सरला एबे देखिबा आमे लैटिट्यूड लैटिट्यूड माने कोन लैटिट्यूड माने जदि मु कहिबी ए जो लेखा गुड़ाक जो गुड़ाक हॉरिजॉन जो सॉरी हमर हां हॉरिजॉन्टल हमर जाई थाए ताको आमे लैटिट्यूड बोली कहू। अच्छा पिला माने जो नोट्स गुड़ाक थिला जोटा तुमे माने तुमको जो गुड़ाक माने प्रीवियसली जो गुड़ाक दिया हेची ता देहरे एटा करेक्शन हेची लैटिट्यूड पार्टटा से माने जोटा कि अपडेट हो तुम एप्लिकेशन अपडेट हो जाइए तो मैंने देखीदब तो लैटिट्यूड पार्ट रे हमर कौन चेंज होइछि ना सेटा लंगिट्यूड रो जो जिनस सेटा रिपीट हो जाइथिला किंतु एबे सेटा चेंज होइकी अपलोड हो जाइछि माने जोटी पीडीएफ तुमे देखिबो ता तळे लेखा जाइथिबो केवल लेखा जाइथिबो माने गोटे स्क्रीन गोटे पीडीएफ थिबो ता देहरे लेखा जाइथिबो जे लैटिट्यूड खाली ठीक अछि सेठी ए जिनस जाक लेखा होइछि तो कौन होइछि ना पीडीएफ रो ना लैटिट्यूड थिबो मन रख हैला सोशल साइंस रे ही सेटा को तुम माने पढिबो तो कौन हैला ना आर नोन एज पैरेलल्स एगुडा को देखो परस्पर को कौन होइछि ना परस्पर संगे एमती पैरेलल अछंती सो एगुडा को हमें पैरेलल बोली कहबा एगुडा को ईस्ट रु वेस्ट डायरेक्शन रे जानती एटा धर ईस्ट डायरेक्शन हैला एटा धर वेस्ट डायरेक्शन हैला जेमती कि मु बुझेली ईस्ट रु वेस्ट डायरेक्शन रे जानती एटा डिस्टेंस मेजर करंती नॉर्थ पोल रु साउथ पोल रो डिस्टेंस मेजर करंती केमिति कोन मेजर करंती आ गोटे बड़ चित्र अछि जेतेबेले मु तुमको सेटा पढेइबी एटा बुझ एई पॉइंटटा सेटा बेले तुमको बुझेइबी माने बे 5 मिनिट रे क्रॉस द प्राइम मेरिडियन एट राइट एंगल्स देखंतु मझी रेखाटा जोटा नॉर्थ रु साउथ को पूरा मझी रे जो रेखाटा पड़ता सेटा प्राइम मेरिडियन ताको कुआ जाए एठी एगुड़ाक सब गुड़ाक ताको कोन करंती ना 90 डिग्री रे हमर क्रॉस करंती लाइज इन प्लेन दैट क्रॉस द अर्थ एक्सिस राइट एंगल्स एटा होची तुमर अर्थ एक्सिस आ एटा को भी से माने कोन करंती ना राइट एंगल रे क्रॉस करंती प्लेन रे अवस्थान करिकी गेट शॉर्टर टुवर्ड्स द पोल एबे देखंतु पृथ्वीटा हमर धर एम दिया हैला हमर एटा होची इक्वेटर इक्वेटर माने विषुव रेखा एटा सबुठारु लॉन्गेस्ट और सबुठारु ग्रेटेस्ट इक्वेटर इज द लॉन्गेस्ट एंड ग्रेटेस्ट सर्कल किंतु जेतेबेले पोल आडू को जिबे तळटा उपरटा होची पोल मु कहली एटा नॉर्थ पोल एटा साउथ पोल तळटा उपरटा जेतेबेले पोल आडू को जिबे सेतेबेले यार डिस्टेंस ता छोटे हेका जिवो लिखिला से गेट शॉर्टर टुवर्ड्स द पोल्स ठीक अछि सो लैटिट्यूड ऊपर जेति के पॉइंट थिला डिस्कस कर देले हमें चलो नेक्स्ट जिबा से जो पोर्शन नोट्स टा सेटा एठी रिप्लेस हबो हैला एई पार्ट टा कटा हो जिवो आ सेई पोर्शन टा रिप्लेस हबो एबे देखो एटा देखो मु तुमको कहली जे आमर कौन हुए ना नॉर्थ साउथ रु डिस्टेंस टा सेटा जणै थाए किए ना आमर सब गुड़ाक जो गुड़ाक अछंती आमर पैरेलल गुड़ाक बा जो गुड़ाक लैटिट्यूड अछंती से माने डिस्टेंस जणै थांती देखो एबे एटा होची तुमरो विषुव रेखा एटा 0 डिग्री रे अछि तापर जेतेबेले ट्रॉपिक ऑफ कैंसर को पळेबो सेटा 23.5 डिग्री नॉर्थ रे तापर जेतेबेले तुमे जीव भारी ता ऊपर को जीव भारी नॉर्थ पोल को एटा होची तुमरो 90 डिग्री रे ता तळु को जेतेबेले टिके तमे आसीबो जोटा कि आर्कटिक सर्कल हे जीवो सेटा 66.5 डिग्री नॉर्थ रे एगुडा को जो माने ओडिया मीडियम पिला मन रखिया टिके कष्ट बिकॉज मु जेतु ओडिया मीडियम पिला मते मन रखिया को कष्ट होइतिला मु बुझी पारुची किंतु हमको मन रखिया पड़िबो एटा होची नॉर्थ पोल होची सुमेरु वृत्त एटा साउथ पोल होची कुमेरु वृत्त तापर हैला एटा होची कर्कट क्रांति एटा होची मकर क्रांति तापर ए जो अंटार्कटिक सर्कल एटा को बोधे हमर कोन कहंती मोर मने पडु नाही माने ओडियाटा मने पडु नाही जहार मने अछि से कमेंट बॉक्स रे भी जणै दे पारिबे तो देखंतु एठी कोन हेची ना हमर जोटा आमर टॉरिड जोन जोटा अच्छी टॉरिड जोन जोटा आमर इक्वेटर पाखापाखि जोनटा एई जोनटा देखुथिबे या भितर जोन एई पोर्शन जोनटा एईटा सबुठारु अधिका टेम्परेचर और सबुठारु अधिका हीट पाए काहेकि ना एटा पेटुआ जोनटा माने बड़ एरियाटा आ सूर्य पूरा धाय सेठी कोन होथांती ना आमर जो ये पकौथांती तांकर जो किरण अच्छी पकौथांती ठीक अछि तो एटा सबुठारु अधिका हिट पाए तापर हैला हमर ट्रॉपिक ऑफ कैंसर ठू नै कि हमर आर्कटिक सर्कल पर्यंत एटा को आमे माने कहू कोन ना टेम्परेट जोन ठीक अछि सेमति तळे भी सेया टेम्परेट जोन हैला माने ट्रॉपिक ऑफ कैप्रिकॉर्न ठू नै कि हमर जोटा हची साउथ टेम्परेट जोन जोटा अछि हमर जो अंटार्कटिक सर्कल पर्यंत एटा होची मॉडरेट टेम्परेचर पाए माने तिर्यक सूर्य किरण पड़े सेठी बेसी ताते नाही बेसी हीट मिले नाही
तापर हूँ नॉर्थ पोल एरिया है कि साउथ पोल एरिया है एगुड़ाक बरफवृता माने कौन बरफावृत होइकी थांती एठी सबुठारु कम हिट पड़े एठी सूर्य किरण जमारू सीधा पड़े नाही पूरा तिर्जक होइकी पड़े सो एठी कौन हुए ना बहुत ठंडा हुए एठी बहुत ठंडा हुए नॉर्थ पोल रे और साउथ पोल रे तुमर बहुत ठंडा हुए एबे हला नॉर्थ पोल माने 90 डिग्री रु 66.5 डिग्री नॉर्थ पर्यंत जो जोन अच्छी ताकू आमे फ्रिजिड जोन कहू एथिपाई सेठी कौन हुए ना बहुत ठंडा पड़े हैला सबुठारु कम सूर्य किरण पड़े ताकू आमे फ्रिजिड जोन कहू सेम थिंग हैला 90 डिग्री साउथ पोल रु 66.5 साउथ जोटा कि होची अंटार्कटिक सर्कल एटा हूँ आमर फ्रिजिड जोन तापर से जोटा हूँ 23.5 रु 66.5 एपट जोनटा आउ एपट जोनटा जोटा रही आपको आम नॉर्थ टेम्परेट जोन कहू आकु आम साउथ टेम्परेट जोन कहू एठी बेसी हिट पड़े ना तिर्जक भाव में सूर्य किरण पड़े आउ नॉर्मल टेम्परेचर थाए तापर से टॉपिक ऑफ कैप्रिकॉन ठू नेकी टॉपिक ऑफ कैंसर पर्यंत एतिकी जो जिनसटा जो जहाँ भीतर देखिए कि इक्वेटर जाए यही जगह तुमर कौन हुए ना एटा टॉरिड जोन माने एठी पूरा बहुत खरा हुए यही एरियाटा भितर तुमर पड़ जाए जो आफ्रिका तुमर इक्वेटर देकी जाइए आफ्रिका रे तुमर सबुठारु बड़ मरुभूमि अच्छी सो इंडिया रे जोटा मरुभूमि आ आफ्रिकार जोटा मरुभूमि दुईटार ना मत तुम कमेंट बॉक्स रे लिखिकी जनइब या परे जहाँ क्लास रहा एगुड़ाक आम आमर एप्लिकेशन रे कंटिन्यू करवा जो मैंने एप्लिकेशन रो पिला अच्छा से मैंने देखिपारे यही पर्यंत थिला सेमानक पई जो माने यूट्यूब रे देखुचंदी सो डेमो हिसाब रे जो जेतिकी वीडियो आपन को देखागला जदि आपन को भल लगी थाए ताहले आपण एप्लिकेशन रू मोर थर्ड सेमिस्टर रो कोर्स परचेस करि परिबे जहार प्राइस आपन को 318 रुपीस पड़िबो ठीक अच्छे सो 318 रुपीज रे जदि आपन कोर्स करने को चाहती ये जो व्हाट्सअप नंबर टी अच्छी से व्हाट्सअप नंबर रे आपण मते संपर्क करंतु ये व्हाट्सअप नंबर रे आपण मते संपर्क कले मु आपन को गोटे मेसेज प्रोवाइड करी से मेसेजटा को भल से पढ़े आ गोटे वीडियो लिंक देवी जे केमिति आपण अर्पिता मैम ऑफिशियल एप्लिकेशन टी प्ले स्टोर रू डाउनलोड करी तादेहरु थर्ड सेमिस्टर रो साइंस बा आर्ट्स सेपरेट वीडियोज अच्छी ताकू आपण डाउनलोड मान सॉरी से कोर्स आपण परचेस करें से आपन को समस्त क्लास मिलिबो समस्त आमर जहाँ कहती जो नोट्स मिलिबो आउ ता संग को 500टा MCQ फॉर एनी टीचिंग रिलेटेड एग्जाम आपणकर पेडागोजी मिल जाव आपन ताकू भी प्रैक्टिस करें आउ रहिला कथा जे सही वीडियो गुड़ा को आपण ऑफलाइन निज एप्लिकेशन भितर जोटा आपनकर फोन रे थिबो सेठी डाउनलोड करके देखि परिबे नेट ऑफ करके आउ ता संग को से PDF गुड़ा को मध्य डाउनलोड करके निज फोन रे ऑफलाइन मोड रे पढ़ी परिबे हैला।